ଆପଣ ଜାଣନ୍ତି କି ବାଇବଲ କଣ କୁହେ ମୁକ୍ତି ବିଷୟରେ? ଲୋକମାନେ ଭାବନ୍ତି ଯୀଶୁ ଆସିଥିଲେ କେବଳ ପାପରୁ ବଞ୍ଚାଇବାକୁ, ନର୍କରୁ ରକ୍ଷା କରିବାକୁ। କିନ୍ତୁ ମୁକ୍ତିର ଅର୍ଥ କେବଳ ପାପରୁ ମୁକ୍ତି ନୁହେଁ। ଏହି ମୁକ୍ତି ଅନନ୍ତ ଜୀବନର ଏକ ପ୍ରବେଶ ଦ୍ୱାର ମଧ୍ୟ ଅଟେ। ମୁକ୍ତି ହେଉଛି ଏକ ଦ୍ୱାର ଯେଉଁଠାରେ ଲୋକମାନେ ବିଶ୍ୱାସ ଦ୍ୱାରା ପ୍ରବେଶ କରନ୍ତି। ପରିତ୍ରାଣ ହେଉଛି ଘର ଯେଉଁଠାରେ ବିଶ୍ୱାସୀମାନେ ପବିତ୍ରତାରେ ବଢ଼ନ୍ତି। ପୁଣି ଅନନ୍ତ ଜୀବନ ହେଉଛି ଗୌରବର ଉତ୍ସବ ଯେଉଁଠାରେ ବିଶ୍ୱାସୀମାନେ ସ୍ଥାୟୀ ହେବେ। ପାପ ଆମ୍ଭମାନଙ୍କୁ ନରକର ଯଜ୍ଞ କରିଥିଲା, କିନ୍ତୁ ଯୀଶୁ ତାହାଙ୍କ ରକ୍ତ ଦେଇ ଏହି ନରକର ଦ୍ୱାରକୁ ବନ୍ଦ କରିଦେଲେ। ଏବେ ତାହାଙ୍କ ପବିତ୍ର ଆତ୍ମା ଆସିଛନ୍ତି ଆପଣଙ୍କ ମଧ୍ୟରେ ବାସ କରିବା ପାଇଁ, ଏହି ଶରୀରକୁ ଈଶ୍ୱରଙ୍କ ମନ୍ଦିର କରିବା ପାଇଁ, ତାଙ୍କ ଜୀବନକୁ ଆପଣଙ୍କ ମଧ୍ୟରେ ଜୀବନ୍ତ କରିବା ପାଇଁ, ଏହି ଦୁଃଖ କଷ୍ଟ ରୋଗ ବ୍ୟାଧିର ଶରୀରକୁ ଏକ ଗୌରବର ଶରୀରରେ ପରିବର୍ତ୍ତିତ କରିବା ପାଇଁ। ତେଣୁ ମୁକ୍ତି ଏକ ଆରମ୍ଭ, ପରିତ୍ରାଣ ହେଉଛି ଏକ ଆତ୍ମିକ ଯାତ୍ରା। ଅନନ୍ତ ଜୀବନ ହେଉଛି ସେଠାରେ ସ୍ଥାୟୀ ଗୌରବ। ସେଠାରେ ଭୋକ ଶୋଷ ନଥିବ, ସେଠାରେ ଦୁଃଖ କଷ୍ଟ ରୋଗ ବ୍ୟାଧି ନଥିବ, ସେଠାରେ ଆପଣ ବୃଦ୍ଧ ହେବେ ନାହିଁ କିମ୍ବା ମୃତ୍ୟୁ ଦେଖିବେ ନାହିଁ। ତେଣୁ ମୁକ୍ତିର ପ୍ରକୃତ ଅର୍ଥ ହେଉଛି ପାପରୁ ମୃତ ଏବଂ ନୂତନ ଜୀବନରେ ଜନ୍ମ, ପବିତ୍ରତା ଏବଂ ଗୌରବ ମଧ୍ୟରେ ଅନନ୍ତ ଜୀବନ। ଯଦି ଆପଣଙ୍କୁ ଏହି ରିଲଟି ଭଲ ଲାଗିଛି ତେବେ କମେଣ୍ଟ କରନ୍ତୁ ଆମେନ୍।